ମାଳ ମାଳ ଗଣମାଧ୍ୟମର ଭିଡ଼ ଭିତରୁ ଦୂରେଇ ରହି ଖବର ପରିବେଷଣରେ ନୂଆ ଧାରାବାହିକ ସୃଷ୍ଟି କରିଛି ନ୍ୟୁଜ୍ ପ୍ରାଇମ୍ ଓଡ଼ିଶା। ଡିଜିଟାଲ ପ୍ଲାଟଫର୍ମରେ ନ୍ୟୁଜ୍ ପ୍ରାଇମ୍ ଓଡ଼ିଶା ସାଉଁଟୁଛି ଲୋକପ୍ରିୟତା। ହତ୍ୟାରୁ ଆତ୍ମହତ୍ୟା, ପିଲାଚୋରିରୁ ସେକ୍ସ ର୍ୟାକେଟ୍, ସବୁକିଛି କଏଦ ହୋଇଛି ଆମ କ୍ୟାମେରା ଲେନ୍ସରେ। ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ସରକାରଙ୍କୁ କଡ଼ା ସମାଲୋଚନା କରିଛୁ। ସମାଜରେ ଧଳା ମୁଖା ପିନ୍ଧା କଳା କାରନାମା କରୁଥିବା ବଡ଼ ବାବୁଙ୍କ ଗୁମର ବି ଖୋଲିଛୁ। ଖବରରେ ରଙ୍ଗ ନ ବୋଳି ସାଧାରଣ ଲୋକଙ୍କ ସ୍ୱର ସାଜିଛୁ। ଆମର ଏଭଳି ପ୍ରୟାସ ପଛରେ ନ୍ୟୁଜ୍ ପ୍ରାଇମ୍ ଓଡ଼ିଶାକୁ ଦେଖୁଥିବା ଲକ୍ଷ ଲକ୍ଷ ଦର୍ଶକଙ୍କର ପ୍ରେରଣା ରହିଛି। ପ୍ରତ୍ୟେକ ଦିନ ନ୍ୟୁଜ୍ ପ୍ରାଇମ୍ ଓଡ଼ିଶାକୁ ଦେଖୁଥିବା ଏବଂ ଭଲ ପାଉଥିବା ଦର୍ଶକଙ୍କୁ ହୃଦୟରୁ ଧନ୍ୟବାଦ। 1.5 ବର୍ଷରୁ ଅଧିକ ସମୟ ଧରି ନିରବିଚ୍ଛିନ୍ନ ଭାବରେ ଯେଉଁ ଖବର ନ୍ୟୁଜ୍ ପ୍ରାଇମ୍ ଓଡ଼ିଶା ପରିବେଷଣ କରିଥିଲା, ତାହା ଏବେ ଆପଣଙ୍କ ସମ୍ମୁଖରେ। ଗତକାଲି ପାରାଦୀପ ଲକ୍ ଥାନା ପୋଲିସ ପକ୍ଷରୁ ପାରାଦୀପସ୍ଥିତ ଉଦୟ ବିହାରର ଏକ ଘର ଉପରେ ଚଢ଼ାଉ କରାଯାଇଥିଲା। ଯେଉଁ ଘରର ବିଭିନ୍ନ ରୁମ୍ରେ ସେକ୍ସ ର୍ୟାକେଟ୍ ଚାଲିଥିଲା ଏବଂ ଚଢ଼ାଉ ପରେ ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଗୁଳି ମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଗୁରୁତର ହୋଇଛି। ବର୍ତ୍ତମାନ ସମୟର ସବୁଠୁ ବଡ଼ ଖବର, ପୁରୀ କିରଣ ଜଙ୍ଗଲରେ ପୋଲିସର ଏନ୍କାଉଣ୍ଟର ଗୁରୁତ୍ୱ। ବନ୍ଦର ନଗରୀ ପାରାଦୀପରେ ଏବେ ଚାଞ୍ଚଲ୍ୟ। ଲକ୍ଷେ ଟଙ୍କାରେ 5 ଦିନର ପିଲାକୁ ବିକ୍ରି କରିଦେଲା ଜନ୍ମ କଲା ମା। ଆପଣମାନେ ନ୍ୟୁଜ୍ ପ୍ରାଇମ୍ ଓଡ଼ିଶା ମାଧ୍ୟମରେ ଦେଖୁଛନ୍ତି ସେହି ଏକ୍ସକ୍ଲୁସିଭ୍ ଚିତ୍ର, ଯେଉଁଥିରେ ପାରାଦୀପ ଜାହାଜରୁ 220 କୋଟି ଟଙ୍କାର କୋକେନ୍ ବାହାରିବା ଘଟଣାର ତଦନ୍ତକୁ ଏବେ ଜୋରଦାର କରିଛି କଷ୍ଟମ ବିଭାଗ। ଏ ହେଉଛି ସେହି ଏକ୍ସକ୍ଲୁସିଭ୍ ଚିତ୍ର, ଯାହା ଆପଣମାନେ ଦେଖୁଛନ୍ତି କଷ୍ଟମ୍ସ ବିଭାଗର ତନାଘନା ଜାହାଜର ପାଣି ଟାଙ୍କି ପୂର୍ବରୁ ପିଆଇସିଟି ପର୍ଟ ଯେଉଁ ସ୍ଥାନରେ ଜାହାଜ ରହିଥିଲା, ତାହାକୁ ସ୍କିମା ଡ୍ରାଇଭର ସାହାଯ୍ୟରେ ଯାଞ୍ଚ କରାଯାଉଛି। ଏ ହେଉଛି ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ି ଗିରଫ ହେଲେ ଥାନା ବାବୁ। ପାରାଦୀପରେ ସମୁଦ୍ର ପାଣିରେ ଭାସୁଛି ଆଇସିଏଲ୍ର ସ୍ଲଜ୍ ବା ବନ୍ଦୀ ଜାଗା। କିନ୍ତୁ ସାମୁଦ୍ରିକ ମ୍ୟାସେଜିଟି ଓ ବିପଦରେ ସାମୁଦ୍ରିକ ଜଳସ୍ରୋତ। ପାଣିରେ ଭାସୁଛି 24 ରଙ୍ଗର ଜଳାତ୍ମକ ପଦାର୍ଥ। ଆଇଏସ୍ଏଲ୍ର ଇସିସି ଅର୍ଥାତ୍ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟର ନିର୍ଦ୍ଦେଶକଙ୍କୁ ବେତନ ଦେଇଥିବା ସୂଚନା ମିଳିଛି। ପ୍ଲାଣ୍ଟରୁ ସମୁଦ୍ରକୁ ପାଣିରେ ଛାଡ଼ି ଆଇଏସ୍ଏଲ୍ର ବନ୍ଦୀ ନମୁନା ସଂଗ୍ରହ କଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଛୋଟ ଛୋଟ ଘାଟିରେ ଜନ୍ମଯିବା ତୀବ୍ର ଘଟିବା ପରେ କୃଷକରେ ଆର୍ଟିଡିଏକ୍ସ ବୈଠକ ଗୃହ ସୁରକ୍ଷା ଯୋଗ। ଅନ୍ୟପଟେ ଖାଣ୍ଟିଆ ଗ୍ରାମକୁ ବିକଶିତ କରାଯାଇ ନରେନ୍ଦ୍ରଗିରି ଗ୍ରାମରେ ପରିଶ୍ରମ କରାଯିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ